ଦେଖନ୍ତୁ ଇଏ ପାଉଁଶର ସମସ୍ୟାର ସମାଧାନ କରିବା ପାଇଁ ମୁଁ ବିଭିନ୍ନ ଅଧିକାରୀମାନଙ୍କ ସହ 3ଟା ରାଉଣ୍ଡ କଥା ଲାଗି ସାରିଲିଣି। ଆର୍ଟିସିଙ୍କୁ ମୁଁ ପରାମର୍ଶ ଦେଇଥିଲି ଯେ ଗୋଟେ ତାର ରଫ୍ ଡ୍ରାଫ୍ଟ ପ୍ରପୋଜାଲ ପ୍ରସ୍ତୁତ କରିବା ପାଇଁ। ରେଭିନ୍ୟୁ ଡିଭିଜନାଲ କମିଶନର ତାଙ୍କର ଡ୍ରାଫ୍ଟ ପ୍ରପୋଜାଲ ଚିଫ୍ ସେକ୍ରେଟାରୀ ପାଖକୁ ପଠାଇ ସାରିଛନ୍ତି। ଚିଫ୍ ସେକ୍ରେଟାରୀ ତା ଉପରେ ଅଧ୍ୟୟନ କରିକି ପ୍ରଶାସନିକ ସ୍ତରରେ ଗୋଟେ ମିଟିଂ ନେଇ ସାରିଲେଣି ଏବଂ ଶେଷ ମିଟିଂ ଯେଉଁଟା ଡ୍ରାଫ୍ଟ ପ୍ରପୋଜାଲକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଆସନ୍ତା 16 ତାରିଖ ଦିନ ମୋର ଅଧ୍ୟକ୍ଷତାରେ ଗୋଟେ ବୈଠକ ବସିବ, ଯେଉଁ ବୈଠକରେ ରାଜସ୍ୱ ବିଭାଗ, ଚିଫ୍ ସେକ୍ରେଟାରୀ ଏବଂ ତାର ସାଙ୍ଗରେ ଖଣି ବିଭାଗ ଏବଂ ଜଙ୍ଗଲ ଏବଂ ପରିବେଶ ବିଭାଗ ଏବଂ ୱାର୍କସ ଡିପାର୍ଟମେଣ୍ଟ ଏସବୁ ବିଭାଗର ମାନ୍ୟବର ବିଭାଗୀୟ ମନ୍ତ୍ରୀ ଏବଂ ସଚିବମାନେ ରହିବେ ଏବଂ ରହିଲା ପରେ ତାକୁ ଚୂଡ଼ାନ୍ତ ରୂପ ଦିଆଯିବ ଏବଂ ତାପରେ ନୋଟିଫିକେସନ୍ ହେଇଯିବ ଯେ କେଉଁ କେଉଁ ନିୟମାବଳୀ ଭିତରେ ବିଭିନ୍ନ ଶିଳ୍ପ କାରଖାନାରୁ ନିର୍ଗତ ହେଉଥିବା ପାଉଁଶ ତାର ଡିସ୍ପୋଜାଲ ହୋଇପାରିବ। ଏବେ ଯେଉଁ ଏବାଣ୍ଡନ୍ ମାଇନ୍ ସବୁ ଆମେ ଠାବ କରିଛୁ ଆକୁ ଆର୍ଡିସିଙ୍କୁ ଅଧିକୃତ କରିବୁ, ବିଭିନ୍ନ କାରଖାନାକୁ ସେ ଖଣି ସବୁ ଲିଜ୍ ସୂତ୍ରରେ ଦେବା ପାଇଁ, ଆସ୍ ଡିସ୍ପୋଜାଲ ପାଇଁ। କାଁ ଭାଁ ଗୁଡ଼ିଏ ଗତିରୋଧ ହୋଇସାରିଲାଣି। ଆଗରୁ ଯେମିତି ଯେଉଁଠି ଚାହୁଁଥିଲେ ପଚକେଇ ଦେଉଥିଲେ, ଏବେ ସେଥିରେ ଗୁଡ଼ିଏ ସଂଶୋଧନ ଦେଖାଦେଲାଣି। ଲୋ ଲାଇଂ ଏରିଆରେ ପକେଇବେ ବୋଲିକି ଯେଉଁ SOP ଥିଲା ତାକୁ ମଧ୍ୟ ଆମେ ୱିଥଡ୍ର କରୁଛୁ। ଲୋ ଲାଇଂର ପରିଭାଷା କାହାକୁ ଜଣା ନାହିଁ, ତେଣୁ ଲୋ ଲାଇନ୍ ନାଁରେ କୌଣସି ଜାଗାରେ ପଡ଼ିପାରିବ ନାହିଁ। ସମ୍ବଲପୁରର ଯେଉଁ ଅଭିଯୋଗ ଆଜି ଖବର କାଗଜରେ ଆସିଛି, ମୁଁ ଜିଲ୍ଲାପାଳ ଏବଂ SP ଏବଂ ଆଇଜିଙ୍କୁ କହିଛି ବାବଦରେ ତଦନ୍ତ କରିବା ପାଇଁ। ଯେଉଁ କମ୍ପାନୀ କରୁଥିଲା ସେଟା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛି। ଆଶା ଲାଗୁଛି ଏ ଚଳିତ ମାସ ଇଏ ଦିଗରେ ଶେଷ ନିଷ୍ପତ୍ତି ବାହାରିଯିବ ଏବଂ ପାଉଁଶର ବିଭିନ୍ନ ଜାଗାରେ ବ୍ୟବହାର କରିବା ପାଇଁ ଏବଂ ପାଉଁଶ ଜନିତ ପ୍ରଦୂଷଣକୁ ରୋକିବା ପାଇଁ ଶେଷ ଏବଂ ନିଖୁଣ SOP ଏ ମାସ ଶେଷ ସୁଦ୍ଧା ଜାରି ହୋଇଯିବ।